ओके गुड मॉर्निंग समस्त भॉइस क्लियर अच्छी बोले एवरीथिंग इज क्लियर एगेन समस्त क्वेश्चन भॉइस क्लियर अच्छी ओके थैंक यू तो ऑलरेडी आम डिस्कशन कर सारी मार्च मासर करेंट अफेयर जो मैंने आदित्य एकेडमी एप्लिकेशन रो सीजीएल रैपिड फेयर बा ओएस प्रिलिम रैपिड फेयर किंबा ओएस रो प्री प्लस मेन बैच रे जॉइन करिछ ऑलरेडी से बैच रे तुमनको तार रिकॉर्डिंग क्लास सहित पीडीएफ मध्ये अपलोड कर सारी तो आज आम डिस्कसन करवा एप्रिल मासर फास्ट क्लास मन रख एप्रिल मासर क्लास मुझे गोटे सप्ताह सारी दैट मीन्स आज हूँ संडे अपकमिंग संडे भितर छोट छोट पार्ट करी पूरा कंप्लीट कर देबी ओके तो क्लास स्टार्ट करबा आज फास्ट क्लास बर्तमान समस्त पीडीएफ शो होउछि बर्तमान समस्त पीडीएफ शो होउछि ओके थैंक यू तो क्लास को स्टार्ट करिया पूर्व मोर गोटे छोटिया क्वेश्चन समस्त जे जेतिके आमे मार्च मासर करेंट अफेयर जहाँ पढ़ीछे समस्त कंप्लीट वर्तमान सुधा हेइछि हूं कि ना थैंक यू तो आउ गोटे कथा मु तुमମାନଙ୍କୁ କହିବାକୁ ଚାହୁଁଛି ମୁଁ ତୁମମାନଙ୍କୁ ଯୋଉ କରେଣ୍ଟ ଆଫେୟାର ଦଉଛି ଯୋଉମାନେ ଓଏସ୍ ର ପ୍ରିଲିମ୍ ଏକ୍ସାମ ଦବ କିମ୍ବା ଓ ଡବଲ ଏସଏସସି ର ସିଜିଏଲ ଏକ୍ସାମ ଦବ ତା ସହିତ ଓଡ଼ିଶାର କୌଣସି ଓ ଡବଲ ଏସଏସସି ଏକ୍ସାମ ହଉ କିମ୍ବା ଓ ଟ୍ରିପଲ ଏସଏସସି ଏକ୍ସାମ ସମସ୍ତଙ୍କ ପାଇଁ ଏ ଗୋଟିଏ କରେଣ୍ଟ ଆଫେୟାର ମାନେ ଏମିତି ତିଆରି ହେଇଛି ଯୋଉଟା କି ସବୁ ଏକ୍ସାମ ପାଇଁ ଗୋଟିଏ କରେଣ୍ଟ ଆଫେୟାର ତୁମମାନଙ୍କ ରହିବ ଆଜିର ଯୋଉ ପ୍ରଥମ କ୍ଲାସରେ ଫାର୍ଷ୍ଟ କ୍ଲାସରେ ଆମେ ଦୁଇଟି ଟପିକ ଉପରେ ଡିସ୍କସନ କରିବା ପ୍ରଥମ ଟପିକ ହେଉଛି ଆର୍ଟ ଆଣ୍ଡ କଲଚର ସେକେଣ୍ଡ ଟପିକ ହେଉଛି ଇମ୍ପୋର୍ଟାଣ୍ଟ ଡେଟ୍ ଦିଟା ଟପିକ ଆଜି ଆମେ ଡିସ୍କସନ କରିବା ତ ସେମିତି ଯୋଉ ଗୋଟେ ସପ୍ତାହରେ ମୁଁ ତମମାନଙ୍କୁ ଯୋଉ ସାରିବି ବୋଲି କହିଲି ସେମିତି ଇଣ୍ଟରନ୍ୟାସନାଲ ରିଲେସନ ଗୋଟେ କ୍ଲାସରେ ଆଉ ତ ଷ୍ଟେଟ ନ୍ୟୁଜ ଗୋଟେ କ୍ଲାସରେ ନ୍ୟାସନାଲ ନ୍ୟୁଜ ଗୋଟେ କ୍ଲାସରେ ସ୍ପୋର୍ଟସ ଏମିତି କରି ସାରିବି ପ୍ରଥମ ପଏଣ୍ଟ ଆସୁଛି ଭାରତର ଆର୍ଟ ଆଣ୍ଡ କଲଚର ଯେ ଇଣ୍ଡିଆର ଆର୍ଟ ଆଣ୍ଡ କଲଚରକୁ ନେଇକି ନ୍ୟୁଜ ଆସୁଛି ଏପ୍ରିଲ ମାସରେ କଣ ଆସୁଛି ନା ରିସେଣ୍ଟଲି ପ୍ରାଇମ ମିନିଷ୍ଟର ଅଫ ଇଣ୍ଡିଆ ନରେନ୍ଦ୍ର ମୋଦି କୋଉଠିକି ଭିଜିଟ କରିଥିଲେ ନା ଶ୍ରୀଲଙ୍କା ଭିଜିଟ କରିଥିଲେ କୋଉଠି ନା ଶ୍ରୀଲଙ୍କା ଯେତେବେଳେ ଶ୍ରୀଲଙ୍କା ଭିଜିଟ କରିଛନ୍ତି ତାଙ୍କୁ ଗୋଟେ ଆୱାର୍ଡ ଦିଆଯାଇଛି ଯୋଉଟା କି ହାଏଷ୍ଟ ସିଭିଲିଆନ ଆୱାର୍ଡ ଅଫ ଦ କଣ୍ଟ୍ରି ବା ତୁମମାନଙ୍କର ଶ୍ରୀଲଙ୍କାର ହାଏଷ୍ଟ ସିଭିଲିଆନ ଆୱାର୍ଡ ଦିଆଯାଇଛି ଏନୱାନ ଆନ୍ସର ସେ ଆୱାର୍ଡର ନାଁ କଣ ରିସେଣ୍ଟଲି ପ୍ରାଇମ ମିନିଷ୍ଟର ନରେନ୍ଦ୍ର ମୋଦିଙ୍କୁ ଶ୍ରୀଲଙ୍କାର ହାଏଷ୍ଟ ସିଭିଲିଆନ ଆୱାର୍ଡ ଦିଆଯାଇଛି ସେ ଆୱାର୍ଡର ନାଁ କିଏ କହିପାରିବେ ସବୁଠୁ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଏଟା थैंक यू मित्र विभूषण थैंक यू मित्र विभूषण वन ऑफ द मोस्ट इंपोर्टेंट क्वेश्चन एटा बेले एमती भी क्वेश्चन आसो जे ए जो सिविलियन अवार्ड टा क्यों कंट्री रो एमती भी क्वेश्चन जेमती सीजीएल हो ओ ट्रिपल एसएस रे एमती पचन तो ए जो अवार्ड टा साधारणतः देई थांती किए से ना तुमरो श्रीलंका रो प्रेसिडेंट श्रीलंका रो प्रेसिडेंट ता नाम कोन पिले मन रखो अनुरा कुमार ओके जे कि ताकर प्रेसिडेंट अछन इट इज ए वेरी इंपोर्टेंट न्यूज़ एबे ଯିବା ନେକ୍ସଟ ପଏଣ୍ଟ କୁ ଯୋଉଟା କି ସବୁଠାରୁ ହାଇଲାଇଟେଡ୍ ଆର୍ଟ ଆଣ୍ଡ କଲଚର ଯୋଉଟା କି ଏପ୍ରିଲ ମାସରେ ଅଛି ଯୋଉଟା କି କ୍ୱେଶ୍ଚିନ୍ ଆସିବାର ଚାନ୍ସ ମଧ୍ୟ ରହୁଛି ଏବେ ରିସେଣ୍ଟଲି ଭାରତର ଦୁଇଟି ଯାହାକୁ ଆମେ କହିପାରିବା ମାନେ ମାନେ ଇମ୍ପୋର୍ଟାଣ୍ଟ ବୁକ୍ ବୋଲି ଆମେ କହିପାରିବା ଗ୍ଲୋବାଲ ରେକଗ୍ନାଇଜେସନ ଅଫ भगवत गीता एंड नाट्य शास्त्र तार अर्थ हूँ रिसेंटली भगवत गीता एंड नाट्य शास्त्र has been included in UNESCO memory of world register तार तो यूनेस्को मेमोरी ऑफ वर्ल्ड रजिस्टर कहले काहाକୁ ବୁଝିବା ନା ଯେଉଁ ସବୁ ମାନେ ସ୍କ୍ରିପ୍ଟ ରହୁଛି ମାନେ ଯୋଉଟା କି ତୁମର ଐତିହାସିକ କିଛି ମାନେ ସ୍କ୍ରିପ୍ଟ ରହୁଛି ଯାହା ବି କିଛି ଯଦି ସଂରକ୍ଷଣ କରି ରଖାଯାଉଛି ତ ଏବେ ରିସେଣ୍ଟଲି ଭାରତର ଦୁଇଟାକୁ ଆମେ ଆଡ୍ କରିଛେ ନା ହଉଛି ଭଗବତ ଗୀତା ଆଉ ନାଟ୍ୟ ଶାସ୍ତ୍ର ତ ଏ ଦୁଇଟି ନା ବହୁତ ଇମ୍ପୋର୍ଟାଣ୍ଟ ଆମ ପାଇଁ ମୋର ଯଦି କ୍ୱେଶ୍ଚିନ୍ ହୁଏ ୟୁନେସ୍କୋ ଏଟା ହଉଛି ଏଟା କେବେ ଲଞ୍ଚ କରିଥିଲା ଅର୍ଗାନାଇଜ କେବେ ହେଇଥିଲା ଇଟ୍ ୱାଜ ଲଞ୍ଚଡ ବାଇ ୟୁନେସ୍କୋ ଇନ୍ ଦ ଇୟର ଅଫ 1992 ତା ଅର୍ଥ ମେମୋରି ଅଫ ୱାର୍ଲଡ ରେଜିଷ୍ଟର ଯୋଉ ଅଛି
ଏଟା କେବେ ୟୁନେସ୍କୋ ଆକୁ ଲଞ୍ଚ କରିଥିଲା? ଆକୁ ୟୁନେସ୍କୋ ଲଞ୍ଚ କରିଥିଲା 1992 ରେ ଲଞ୍ଚ କରିଥିଲା। ତ ଆମେ ଟିକେ ଭଗବତ ଗୀତା ଆଉ ନାଟ୍ୟ ଶାସ୍ତ୍ର ବିଷୟରେ ଟିକେ ଡିସ୍କସନ କରିବା। ଭଗବତ ଗୀତା ଆଉ ନାଟ୍ୟ ଶାସ୍ତ୍ର ଭିତରେ ମୁଁ ଯଦି କହେ ଆମର ଯୋଉ ଭଗବତ ଗୀତା ଅଛି କେତେଟା ଚାପ୍ଟର ବା କେତେଟା ଅଧ୍ୟାୟ ଅଛି କି କହିପାରିବ? ଥ୍ୟାଙ୍କ ୟୁ। 18ଟା। 18ଟା ଚାପ୍ଟର୍ସ ରହୁଛି। ତ ସାଧାରଣତଃ ଭଗବତ ଗୀତାରେ ଆମେ କାହା ବିଷୟରେ ଲେଖାଯାଇଛି? ଲର୍ଡ କୃଷ୍ଣଙ୍କ ବିଷୟରେ ଲେଖାଯାଇଛି। କାହା ବିଷୟରେ? ଲର୍ଡ କୃଷ୍ଣଙ୍କ ବିଷୟରେ। ମୋର କହିବାର କଥା ହଉଛି ଷ୍ଟୁଡେଣ୍ଟ ଯେ ଭଗବତ ଗୀତା ଠାରୁ ବେଶୀ ଇମ୍ପୋର୍ଟାଣ୍ଟ ହଉଛି ନାଟ୍ୟ ଶାସ୍ତ୍ର। ଯେ ମୋର କହିବା କଥା ଯୋଉ ନାଟ୍ୟ ଶାସ୍ତ୍ର ଅଛି ଆର ଅଥର କିଏ ସେ? ନାଟ୍ୟ ଶାସ୍ତ୍ରର ଅଥର କିଏ ସେ? କାହିଁକି ନା এই କ୍ୱେଶ୍ଚିନ୍ ଆସିବାର ଚାନ୍ସ ରହୁଛି। ନାଟ୍ୟ ଶାସ୍ତ୍ରର ଅଥର କିଏ? ମନେ ରଖିବ, ଭରତ ମୁନି। କିଏ ସେ? ଭରତ ମୁନି। ଯେ କି କାହାର ଅର୍ଥ? ନା ନାଟ୍ୟ ଶାସ୍ତ୍ରର ଅର୍ଥ। ତ ଏଇଠି ଗୋଟେ ଇମ୍ପୋର୍ଟାଣ୍ଟ ଡେଟ୍ ଅଛି ଯାହାକୁ ଆମେ କହୁଛେ ୱାର୍ଲଡ ହେରିଟେଜ ଡେ। କଣ କହୁଛେ? ୱାର୍ଲଡ ହେରିଟେଜ ଡେ, ଯୋଉଟା କି 2025ରେ ଆମେ ଏଟା ସେଲିବ୍ରେଟ କରିଥାଉ। କେବେ? ନା ଏପ୍ରିଲ 18ରେ। କେବେ ସେଲିବ୍ରେଟ କରିଥାଉ? ଏପ୍ରିଲ 18। ଯାହାକୁ ଆଡପ୍ଟ କରିଥିଲା ୟୁନେସ୍କୋ କେବେ? ନା 1983ରେ। କେବେ ଆଡପ୍ଟ କରିଥିଲା? 1983ରେ ଆଡପ୍ଟ କରିଥିଲା। ତ ଆଉ ଗୋଟେ ପଏଣ୍ଟ ଅଛି, ଯୋଉ ୱାର୍ଲଡ ହେରିଟେଜ ଡେ ଅଛି ଆର ଥିମ୍ କଣ? ଆର ଥିମ୍ କଣ? ହେରିଟେଜ ଅଣ୍ଡର। ତ ମନେ ରଖିବ ଏଇ ଯୋଉ ତାର ଥିମ୍ ଅଛି। ଓକେ। ତ ଏ ଥିମ୍ ଟାକୁ ଟିକେ ମନେ ରଖିବ, ଯୋଉଟା କି ଭେରି ଇମ୍ପୋର୍ଟାଣ୍ଟ ରହୁଛି। ତା ଅର୍ଥ ଆଜି ଯୋଉ ସେକେଣ୍ଡ ପଏଣ୍ଟ ଆମେ ଯୋଉ ଡିସ୍କସନ କଲେ କାହାକୁ ନେଇକିରି? ନା ତୁମର ଏଇ ଯୋଉ ଦିଟା ପଏଣ୍ଟ ଇମ୍ପୋର୍ଟାଣ୍ଟ ଅଛି ଇଣ୍ଡିଆର ଆର୍ଟ ଆଣ୍ଡ କଲଚର। ଏଇ ଦୁଇଟି ପଏଣ୍ଟ ଇମ୍ପୋର୍ଟାଣ୍ଟ। ପ୍ରଥମ ହଉଛି ଭାରତର ପ୍ରାଇମ ମିନିଷ୍ଟରଙ୍କୁ ଶ୍ରୀଲଙ୍କାର ହାଇଏଷ୍ଟ ସିଭିଲିଆନ ଆୱାର୍ଡ ଦିଆଯାଇଛି, ଯାହାର ନାଁ ହଉଛି ମିତ୍ର ବିଭୂଷଣ ତାର ନାଁ। ସେକେଣ୍ଡ ପଏଣ୍ଟ ହଉଛି ଦୁଇଟି ବହି ରହିଛି, ଯୋଉଟା ହଉଛି ଭଗବତ ଗୀତା ଆଉ ନାଟ୍ୟ ଶାସ୍ତ୍ରକୁ ଆମେ କୋଉଥିରେ ଆଡ୍ କରିଛେ? ମେମୋରି ଅଫ ୱାର୍ଲଡ ରେଜିଷ୍ଟରରେ ଆଡ୍ କରିଛେ, ଯିଏକି ଲଞ୍ଚ କରାଯାଇଥିଲା କାହା ଦ୍ୱାରା? ନା ୟୁନେସ୍କୋ ଦ୍ୱାରା ଲଞ୍ଚ କରାଯାଇଛି 1992ରେ। ଆଉ ବହୁତ ଇମ୍ପୋର୍ଟାଣ୍ଟ ହଉଛି ଯେ ଆମ ଯୋଉ ନାଟ୍ୟ ଶାସ୍ତ୍ର ଅଛି ଆକୁ ଅଥର କିଏ ସାର? ଆର ଅଥର ହଉଛନ୍ତି ଭରତ ମୁନି। କିଏ ସେ? ନା ଭରତ ମୁନି। ଆଚ୍ଛା, ଏବେ ଆମେ କିଛି ଇମ୍ପୋର୍ଟାଣ୍ଟ ଡେଟ୍ ଉପରେ ଡିସ୍କସନ କରିବୁ। ମୁଁ ସବୁବେଳେ ବି କହିଛି, ଆଜି ବି କହୁଛି, ଯେତେବେଳେ ଇମ୍ପୋର୍ଟାଣ୍ଟ ଡେଟ୍ ପଢୁଛ, ଯେତେବେଳେ ଇମ୍ପୋର୍ଟାଣ୍ଟ ଡେଟ୍ ପଢୁଛ, ଯଦି ତୁମେ ଓ ଡବଲ ଏସ୍ ରେ ଏକ୍ସାମ ଦଉଛ, ଓ ଟ୍ରିପଲ ଏସ୍ ରେ ଏକ୍ସାମ ଦଉଛ, ତମକୁ ଡାଇରେକ୍ଟ କ୍ୱେଶ୍ଚିନ୍ ଆସିବ। ଯେମିତି ଉତ୍କଳ ଦିବସ କେବେ ଆମେ ପାଳନ କରିଥାଉ? ନା ଏପ୍ରିଲ 1ରେ ପାଳନ କରୁ। କିନ୍ତୁ ଯୋଉମାନେ ଓପିଏସସି ଓଏସ୍ ର ପ୍ରିଲିମ୍ ଏକ୍ସାମ ଦଉଛ, ତୁମେ ଖାଲି ଡେଟ୍ ମନେ ରଖିବା ସହିତ ତାର କିଛି ଆଡିସନାଲ ପଏଣ୍ଟକୁ ମନେ ରଖିବ। କାହିଁକି? ନା ତୁମେ ଜାଣିଥିବ ତମକୁ ତିନୋଟି ଚାରୋଟି ଷ୍ଟେଟମେଣ୍ଟ ଆକାରରେ କ୍ୱେଶ୍ଚିନ୍ ଦିଏ। କେଉଁ ଷ୍ଟେଟମେଣ୍ଟ ଠିକ ଅଛି, କେଉଁ ଷ୍ଟେଟମେଣ୍ଟ ଭୁଲ ଅଛି, ତାକୁ ନେଇକି କ୍ୱେଶ୍ଚିନ୍ ଦିଏ। ତାହେଲେ ନମ୍ବର ୱାନ୍ ପଏଣ୍ଟ ଆସିଲା ଉତ୍କଳ ଦିବସ। ମୁଁ ଏଇଠି କହିବାକୁ ଚାହୁଁଛି ପିଲେ, ଉତ୍କଳ ଦିବସ ଆମେ କେବେ ସେଲିବ୍ରେଟ କରିଥାଉ? ନା ଏପ୍ରିଲ 1ରେ ଆମେ ସେଲିବ୍ରେଟ କରିଥାଉ। ଏଟା କେବେ ଭାରତ ଏକ ସ୍ୱତନ୍ତ୍ର ରାଜ୍ୟରେ ପରିଗଣିତ ହେଇଥିଲା? ନା 1936ରେ। କେବେ? 1936। ଏ ଦିଟା ଡେଟ୍ ଆମ ପାଇଁ ଇମ୍ପୋର୍ଟାଣ୍ଟ। ୱାର୍ଲଡ ହେଲ୍ଥ ଡେ। ମନେ ରଖ, ଯଦି ଆମେ ଓପିଏସସି ପ୍ରିଲିମ ର PYQ କୁ ଆନାଲିସିସ୍ କରିବା, ଇମ୍ପୋର୍ଟାଣ୍ଟ ଡେ ସାଧାରଣତଃ ଦୁଇଟି ଗ୍ରାଉଣ୍ଡକୁ ନେଇ ବେଶୀ ଆସିଥାଏ। ଗୋଟେ ଏନଭାୟରନମେଣ୍ଟ ରିଲେଟେଡ ଯଦି କିଛି ରହୁଛି, କିଛି ଯଦି ହେଲ୍ଥ ରିଲେଟେଡ କିଛି ରହୁଛି, ତାକୁ ନେଇକି ବେଶୀ କ୍ୱେଶ୍ଚିନ୍ ଆସେ। ତ ୱାର୍ଲଡ ହେଲ୍ଥ ଡେ ଗୋଟେ ସବୁଠାରୁ ଇମ୍ପୋର୍ଟାଣ୍ଟ ଦିନ ଆସୁଛି। ଲଜିକାଲି ଆମେ ମନେ ରଖିପାରିବା ଏପ୍ରିଲ 7। ସପ୍ତାହକ 7 ଦିନ ଆମକୁ ସୁସ୍ଥ ରହିବାର ଅଛି। ସପ୍ତାହକୁ 7 ଦିନ ଆମକୁ ସୁସ୍ଥ ରହିବାର ଅଛି। ତାହେଲେ ଏପ୍ରିଲ 7 ଆମେ କେଉଁ ଦିନ ରୂପେ ପାଳନ କରିଥାଉ? ୱାର୍ଲଡ ହେଲ୍ଥ ଡେ ରୂପେ ପାଳନ କରିଥାଉ। ଆଚ୍ଛା, ଆନିଭର୍ସାରୀ ଅଫ ଦ ଫାଉଣ୍ଡେସନ ଅଫ ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ। ଯୋଉ ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ର ଫାଉଣ୍ଡେସନ ଡେ କୁ ହିସାବରେ ଆକୁ ଆମେ ସେଲିବ୍ରେଟ କରିଥାଉ। ତ ଆଉ ଗୋଟେ ଆସିଲା, ଆର ଥିମ୍ କଣ ଅଛି? ଆର ଥିମ୍ କଣ ଅଛି? ତ ହେଲ୍ଦି ବିଗିନିଂ, ହୋପଫୁଲ ଫ୍ୟୁଚର। ତ ମନେ ରଖିବ ୱାନ୍ ଅଫ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ ରହୁଛି, ଯୋଉଟା କି ତୁମମାନଙ୍କର କିସେ? ନା ଯୋଉ ୱାର୍ଲଡ ହଉଛି ହେଲ୍ଥ ଡେ ର ଇମ୍ପୋର୍ଟାଣ୍ଟ। ତାହେଲେ WHO ଯୋଉ ରହୁଛି ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ, ତାର ଫାଉଣ୍ଡେସନ ଡେ କୁ ଆମେ ମନେ ରଖିବା ପାଇଁ ଆମେ ଏଟା କରୁଛୁ। ମୋର କହିବା କଥା, ତାହେଲେ WHO ତାହେଲେ କେବେ ଫର୍ମେସନ ହେଇଥିଲା? ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ, ଯାହାକୁ WHO କହୁଛେ। ତ WHO କେବେ ଫାଉଣ୍ଡେସନ ହେଇଥିଲା?
WHO केबे फाउंडेशन हेतला मन रखियो केबे ना 1948 1948 मसीह कौन होइछि ना WHO फाउंडेशन हेतला जोटा कि वेरी इंपोर्टेंट। तो एबे ଯିବା ନେକ୍ସଟ ପଏଣ୍ଟ ହଉଛି କିସ୍ ନା ୱାର୍ଲଡ ହୋମିଓପାଥି ଡେ। ତ ସାଧାରଣତଃ ହୋମିଓପାଥି ଡେ ଟା ଓପିଏସସି ପ୍ରିଲିମ ରେ ଆସିବାର ଚାନ୍ସ ନଥାଏ କିନ୍ତୁ ଅଦର ଏକ୍ସାମ ରେ ହେଇପାରିବ ଯେମିତି କି ଖାଲି ଡେ ଖାଲି ମନେ ରଖିବାର ଅଛି ଯେ ଏପ୍ରିଲ 10। ତୁମେ ଜାଣିଥିବ ଯେତେବେଳେ ହୋମିଓପାଥି ତମେ ଖାଉଛ ତମକୁ ସବୁବେଳେ 10ଟା ଲେଖା ଗୁଲି ଖାଇବାକୁ ଦିଅନ୍ତି ଯୋଉ ଗୁଲି ଗୁଲି ବାଲା ଥାଏ 10ଟା ଲେଖା ପ୍ରାୟତଃ କହନ୍ତି। ତ ମନେକ ଏଇଭଳି ଲଜିକାଲି ମନେ ରଖିବ ୱାର୍ଲଡ ହୋମିଓପାଥି ଡେ ହଉଛି କେବେ ଏପ୍ରିଲ 10। ତାପରେ ଆସିଲା କଣ ନେକ୍ସଟ ପଏଣ୍ଟ ହଉଛି ଯେ ନେକ୍ସଟ ପଏଣ୍ଟ ହଉଛି କଣ ନ୍ୟାସନାଲ ସେଫ ମଦରହୁଡ ଡେ। ନ୍ୟାସନାଲ ସେଫ ମଦରହୁଡ ଡେ ତ ଏଟା କେବେ ଆମେ ସେଲିବ୍ରେଟ କରିଥାଉ ନା ଏପ୍ରିଲ 11 ରେ ଆମେ ଏଟା ସେଲିବ୍ରେଟ କରିଥାଉ। ତ ଏଟା ଇନିସିଏଟେଡ କେବେଠୁ ଏଟାକୁ ଲଞ୍ଚ କରାଯାଇଛି 2003 ମସିହାଠାରୁ ଲଞ୍ଚ କରାଯାଇଛି। ଆର ଥିମ୍ ମଧ୍ୟ ସେୟା ଅଛି ହେଲ୍ଦି ବିଗିନିଂ ହେଲ୍ପଫୁଲ ଫ୍ୟୁଚର। ତ ଏଟା ଖାଲି ମନେ ରଖିବାର ଅଛି ଯେ ନ୍ୟାସନାଲ ସେଫ ମଦରହୁଡ ଡେ ଆମେ 11 ଏପ୍ରିଲ ସେଲିବ୍ରେଟ କରିଥାଉ। ତ ବର୍ତ୍ତମାନ ଆମେ ଯିବା ନେକ୍ସଟ ପଏଣ୍ଟକୁ। ନେକ୍ସଟ ପଏଣ୍ଟ ହଉଛି ୱାନ୍ ଅଫ ଦ ମୋଷ୍ଟ ଭେରି ଭେରି ଇମ୍ପୋର୍ଟାଣ୍ଟ। କାହିଁକି ଆକୁ ୱାନ୍ ଅଫ ଦ ମୋଷ୍ଟ ଭେରି ଭେରି ଇମ୍ପୋର୍ଟାଣ୍ଟ ବୋଲି ମୁଁ କହୁଛି ନା ଆର୍ଥ ଡେ। ଆର୍ଥ ଡେ କୁ ନେଇକିରି ଓପିଏସସି ବହୁତ ଥର କ୍ୱେଶ୍ଚିନ୍ ପଚାରି ସାରିଛି ଯେ ଆର୍ଥ ଡେ ଆମେ କେବେ ସେଲିବ୍ରେଟ କରିଥାଉ ନା ଏପ୍ରିଲ 22 ରେ। ଏପ୍ରିଲ 22 ରେ ଆମେ କାହାକୁ ସେଲିବ୍ରେଟ କରିଥାଉ ଆର୍ଥ ଡେ କୁ ସେଲିବ୍ରେଟ କରିଥାଉ। ଫାଷ୍ଟ ଆର୍ଥ ଡେ ୱାଜ ହେଲ୍ଡ ଅନ୍ ତାର୍ଥ ସର୍ବପ୍ରଥମେ ଆମେ ଆର୍ଥ ଡେ କେବେ ସେଲିବ୍ରେଟ କରୁଥିଲୁ 1970 ମସିହାରେ। 1970 ମସିହାରେ ଇନିସିଏଟେଡ ବାୟ ନେଲସନ। ନେଲସନଙ୍କ ଦ୍ୱାରା ଇନିସିଏଟେଡ କରାଯାଇଥିଲା ଯୋଉଟା କି ଭେରି ଇମ୍ପୋର୍ଟାଣ୍ଟ ଆମ ପାଇଁ। ତ ଯଦି ଆମେ ଥିମ୍ ଦେଖିବା ଏଥର ଯୋଉ ଆର୍ଥ ଡେ ଅଛି ଆର ଥିମ୍ କଣ ଅଛି ଆୱାର ପାୱାର ଆୱାର ପ୍ଲାନେଟ ଦ୍ୟାଟ ଇଜ ଦ ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ ହଉଛି। ତାହେଲେ ଆମେ ଏଠି ଚାରୋଟି ପଏଣ୍ଟ ମନେ ରଖିବାର ଅଛି ଆର୍ଥ ଡେ କୁ ବେସ୍ କରି। ତାହେଲେ ଆର୍ଥ ଡେ ଆମେ କେବେ ସେଲିବ୍ରେଟ କରିଥାଉ ନା 22 ଏପ୍ରିଲରେ ଆମେ ଆର୍ଥ ଡେ କୁ ସେଲିବ୍ରେଟ କରୁ। ଏ ଆର୍ଥ ଡେ କେବେ ଠାରୁ ସେଲିବ୍ରେଟ ହେଇ ଆସୁଛି 1970 ମସିହା ଠାରୁ ଏଟା ସେଲିବ୍ରେଟ ଆସୁଛି। ଆକୁ ଇନିସିଏଟେଡ କରିଥିଲେ କିଏ ସେ ନା ନେଲସନ। ଆଉ ଏଥର ତାର ଥିମ୍ ଅଛି ଆୱାର ପାୱାର ଆୱାର ପ୍ଲାନେଟ୍ସ ଦ୍ୟାଟ ଇଜ ଅ ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ। ଏବେ ଯିବା ନେକ୍ସଟ ପଏଣ୍ଟ ହଉଛି ନ୍ୟାସନାଲ ସିଭିଲ ସର୍ଭିସ ଡେ। ନ୍ୟାସନାଲ ସିଭିଲ ସର୍ଭିସ ଡେ ମୋର କହିବାର କଥା ହଉଛି ଷ୍ଟୁଡେଣ୍ଟ ଏଟା ଆମେ କେବେ ପାଳନ କରିଥାଉ ନ୍ୟାସନାଲ ସିଭିଲ ସର୍ଭିସ ଡେ ଏପ୍ରିଲ 21 ରେ। ଏପ୍ରିଲ 21 ରେ 21 ଏପ୍ରିଲରେ ଆମେ କଣ ପାଳନ କରିଥାଉ ନା ସିଭିଲ ସର୍ଭିସ ଡେ। ମନେ ରଖ ଏଇ ଯୋଉ ସିଭିଲ ସର୍ଭିସ ଡେ କାହାକୁ ଡେଡିକେଟ କରି କରାଯାଇଛି ମନେକ 1947 ମସିହାରେ ସର୍ଦ୍ଦାର ପଟେଲଙ୍କର ଭାଷଣର ସ୍ମାରକୀକୁ ବେଶ କରି ଭାଷଣର ସ୍ମାରକୀକୁ ବେଶ କରି କେବେ ନା 1947 ର କୁ ମନେ ରଖିବା ପାଇଁ ଆକୁ ଆମେ ଲଞ୍ଚ କରିଛେ ବା ଏଟା ପର୍ଟିକୁଲାର ସର୍ଦ୍ଦାର ପଟେଲଙ୍କ ପାଇଁ ଏଟା ରଖାଯାଇଛି। ଯୋଉ ସର୍ଦ୍ଦାର ପଟେଲ ହଉଛନ୍ତି କିଏ ସେ ଫାଷ୍ଟ ହୋମ ମିନିଷ୍ଟ୍ରି ଇଣ୍ଡିଆର ପ୍ରଥମ ହୋମ ମିନିଷ୍ଟର ହଉଛନ୍ତି କିଏ ସେ ସର୍ଦ୍ଦାର ପଟେଲ। ଯଦି ମୁଁ ତୁମମାନଙ୍କୁ କହେ ହ୍ୱାଟ ଇଜ ଦ ଥିମ୍ ଅଫ ଦିସ୍ ସିଭିଲ ସର୍ଭିସ ଡେ ଆମର ଯୋଉ ନ୍ୟାସନାଲ ସିଭିଲ ସର୍ଭିସ ଡେ 2025 ମସିହାର ଥିମ୍ କଣ ଅଛି ଷ୍ଟିଲ ଫ୍ରେମ୍ ଫର ଇଣ୍ଡିଆ। ତ ମନେ ରଖିବ ଇଟ୍ ଇଜ ଏ ଭେରି ଇମ୍ପୋର୍ଟାଣ୍ଟ ଆସୁଛି। ତ ଏଇଠି ଆଉ ଗୋଟେ ଏକ୍ସଟ୍ରା ପଏଣ୍ଟ ମୁଁ ତୁମମାନଙ୍କୁ କହିପାରିବି ଭାରତରେ ମାନେ କେଉଁ ଗଭର୍ଣ୍ଣର ଜେନେରାଲ ଇଣ୍ଟ୍ରୋଡ୍ୟୁସ କରିଥିଲେ ସିଭିଲ ସର୍ଭିସ ସିଷ୍ଟମ। କେଉଁ ଗଭର୍ଣ୍ଣର ଜେନେରାଲ ଇଣ୍ଟ୍ରୋଡ୍ୟୁସ କରିଥିଲେ ସିଭିଲ ସର୍ଭିସକୁ ଏନିୱାନ୍ ଆନ୍ସର। କର୍ଣ୍ଣୱାଲିସ। କିଏ ସେ ନା କର୍ଣ୍ଣୱାଲିସ ଯିଏକି ଯିଏକି ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ। ଯେତେବେଳେ ସେ କଣ କରିଛନ୍ତି ନା ସିଭିଲ ସର୍ଭିସକୁ ଇଣ୍ଟ୍ରୋଡ୍ୟୁସ କରିଛନ୍ତି ତ ସେଥିପାଇଁ ତାକୁ କୁହାଯାଏ ଫାଦର ଅଫ ଦ ଇଣ୍ଡିଆନ ସିଭିଲ ସର୍ଭିସ। ଭାରତର ଯୋଉ ସିଭିଲ ସର୍ଭିସର ଫାଦର ବୋଲି ଆଙ୍କୁ କୁହାଯାଇଥାଏ। କିନ୍ତୁ ଏଇ ଯୋଉ ସିଭିଲ ସର୍ଭିସ ଡେ ଅଛି ଆମେ କେବେ ଠାରୁ ସେଲିବ୍ରେସନ କରି ଆସୁଛେ ମନେ ରଖିବ ଫ୍ରମ ଦ ଇୟର ଅଫ 2006 2006 ମସିହା ଠାରୁ ଦ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ମାନେ ଡିସାଇଡ କରାଯାଇଛି ଏପ୍ରିଲ 21 ଆଜ ଦ ନ୍ୟାସନାଲ ସିଭିଲ ସର୍ଭିସ ଡେ ହିସାବରେ ଡିକ୍ଲେୟାର କରାଯାଇଛି। ତାହେଲେ ଯଦି ଆମେ
आपको देखिए आप आमर इंपोर्टाट प्रथम पॉइंट हूँ कि से नेशनल सिविल सर्विस डे 21 एप्रिल फास्ट इंपोर्टाट पॉइंट सेकेंड पॉइंट हूँ क्या मानू डेडिकेट कर सरदार पटेल इन द ईयर ऑफ 1947 स्पीच को मन रखा आर थीम कौन अच्छी इट इज अनदर इंपोर्टाट पॉइंट तापर आसला जे तुमर जो सिविल सर्विस अच्छी आपको किए से इंट्रोड्यूस करते जहाँ तुम फादर ऑफ द इंडियन सिविल सर्विस कही सी आसले किए से कर्नोलिस ये रहिले कर्नोलिस जोटा कि बहुत इंपोर्टाट पॉइंट हो एबे जिबा नेक्स्ट पॉइंट हूँ वर्ल्ड बुक एंड कॉपीराइट डे वर्ल्ड बुक एंड कॉपीराइट डे तो एटा एते इंपोर्टेंट नहीं खाली डेट तुम मान मे भी इंपोर्टेंट हो पारे एप्रिल 23 बोली मन रखिबो जार थीम भी देछि तो माने एटा केबेठो को हमें सेलिब्रेट करूछे बा यूनेस्को तरफ 1995 1995 मसिया ठोटा सेलिब्रेट आई आसुछ अदरवाइज इट एते इंपोर्टेंट नहीं किंतु वर्तमान भेरी इंपोर्टेंट होछि पंचायत राज डे वर्तमान भेरी इंपोर्टेंट होछि पंचायत राज डे मन रखियो पिले पंचायत राज डे आम केबे सेलिब्रेट करथो 24 एप्रिल 24 एप्रिल आम कौन सेलिब्रेट करथो ना पंचायत राज डे कौन ना पंचायत राज डे आम सेलिब्रेट करथो मोर क्वेश्चन होची ए जो पंचायत राज डे को सर्वप्रथमे किए इंट्रोड्यूस करथिले और केबे इंट्रोड्यूस करथिले ए पंचायत राज डे को सर्वप्रथमे किए इंट्रोड्यूस करथिले और केबे इंट्रोड्यूस करथिले मन रखियो फॉर्मर प्राइम मिनिस्टर मनमोहन सिंह जे क्या को इंट्रोड्यूस करथिले इन द ईयर ऑफ 2010 2010 मसिया इंट्रोड्यूस करथिले मन रखियो ए पंचायत राज सिस्टम हमर केबेठो लागू हला 73rd कॉन्स्टिट्यूशनल अमेंडमेंट एक्ट 1993 दैट इज अ वेरी इंपोर्टेंट पॉइंट जेंति 73rd अमेंडमेंट होची कोन पंचायत राज 74 होची कार म्युनिसिपैलिटी रो जेटा कि हम क्लास करछे वर्तमान हम भारत रे केउ केउ प्रकार माने पंचायत सिस्टम अछि ना टू टायर सिस्टम भी चलुची थ्री टायर सिस्टम भी चलुची तो हेडा डिपेंड करे पॉपुलेशन को नेखिरी जहा कि डिटेल्स तुमको पॉलिटी रे पढ़ा जाय था चलो एबे छिबा नेक्स्ट पॉइंट वर्ल्ड मलेरिया डे वन ऑफ द मोस्ट इंपोर्टेंट क्वेश्चन मध्ये हबो वर्ल्ड मलेरिया डे मन को पिले वर्ल्ड मलेरिया डे आमे केबे सेलिब्रेट करथो एप्रिल 25 रे आमे सेलिब्रेट करथो वर्ल्ड मलेरिया डे मन रखो आर थीम होची मलेरिया एंड्स विथ यूएस तो आर 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 तीनटा आर को मन रखियो ओके जोटा कि वेरी इंपोर्टेंट रहउची आउ जति आर इतिहास को लक्ष्य करिबा वर्ल्ड हेल्थ ऑर्गेनाइजेशन डब्ल्यूएचओ एस्टैब्लिश वर्ल्ड मलेरिया डे इन द ईयर ऑफ 2007 2007 मसिया ठाରୁ ଆମେ ୟାକୁ ସେଲିବ୍ରେଟ କରି ଆସୁଛେ କିନ୍ତୁ ଏଟା ସ୍ଥାପନ ହେଇଥିଲା କିନ୍ତୁ ୱାର୍ଲଡ ମ୍ୟାଲେରିଆ ଡେ ୱାଜ ଫାଷ୍ଟ ଫର୍ମାଲି ଅବଜର୍ଭ କିନ୍ତୁ ଆମେ କେବେ ପାଳନ କରିଥିଲେ 2008 ଆମେ ପାଳନ କରିଥିଲେ କିନ୍ତୁ ତାକୁ ମାନେ କେବେ ତିଆରି ହେଇଥିଲା ବା ଏଷ୍ଟାବ୍ଲିଶ କରାଯାଇଥିଲା କେବେ ନା 2007 ରେ ଏଷ୍ଟାବ୍ଲିଶ କରାଯାଇଥିଲା କାହା ଦ୍ୱାରା ନା ଡବ୍ଲ୍ୟୁଏଚଓ ଦ୍ୱାରା 60ତମ ୱାର୍ଲଡ ହେଲ୍ଥ ଆସେମ୍ବଲି 60ତମ ୱାର୍ଲଡ ହେଲ୍ଥ ଆସେମ୍ବଲି ଯିବା नेक्स्ट इंपोर्टेंट पॉइंट कौन आसुची पिले नेक्स्ट इंपोर्टेंट पॉइंट आसुची तुम मानकर जे देखो एथे एते किछि इंपोर्टेंट नहीं खाली तुमको जस्ट खाली जानिया पाई वर्ल्ड वैक्सीनेशन होची वेटरनरी डे वर्ल्ड वेटरनरी डे टा होची केबे 26 एप्रिल तो एटा खाली नाम मन रखियो नेशनल एआई डे जेतु एआई के न्यूज रहे तो एटा दीटा खाली डेट खाली मन रखिया अछि इथरे आउ किछि मन रखे नहीं आयुष्मान भारत दिवस 30 इथरे आउ अधिक मु किछि एक्सप्लेन करिनी एथिपाई खाली तो इंपोर्टेंट जदि क्वेश्चन भी आसुची केवल डेट ऊपर नहीं कि क्वेश्चन आसो समस्त एपर्यंत क्लियर हलो टिके रिवीजन कर दबा एपर्यंत समस्त क्लियर टिके रिवीजन करिया स्पीड रे ओके चल जे भारतर प्राइम मिनिस्टर नरेंद्र मोदी को श्रीलंकार सबुठ हाईएस्ट सिविलियन अवार्ड दिया से अवार्ड रो नाम मित्र विभूषण थैंक यू अच्छा एबे रिसेंटली दुईटा जिनिस को भारतर बा यूनेस्को मेमोरी ऑफ द वर्ल्ड रे ऐड कराइछि दुईटा नाम को भगवत गीता और नाट्य शास्त्र रो ऑथर किस नाट्य शास्त्र रो ऑथर किस भरत मुनि थैंक यू
अच्छा, वर्ल्ड हेरिटेज डे केबे आमे पालन करथो? वर्ल्ड हेरिटेज डे एप्रिल 18 किस एप्रिल 18। अच्छा, वर्ल्ड हेल्थ डे केबे? वर्ल्ड हेल्थ डे केबे? 7 एप्रिल। अच्छा, आमे वर्ल्ड हेल्थ डे कहा पाई पालन करथो बा केउ उद्देश्य रे पालन करथो ए वर्ल्ड हेल्थ डे? डब्ल्यूएचओ रो एनिवर्सरी पे, ओके। थीम टा को मन रखिबो, हेल्दी बिगिनिंग्स, होपफुल फ्यूचर, जोटा कि इंपोर्टेंट आस। अच्छा, आर्थ डे केबे पिले? आर्थ डे, आर्थ डे केबे? 22 एप्रिल। अच्छा, मोर क्वेश्चन होची एथरो आर्थ डे रो थीम कोन अछि? आर्थ डे रो, आर्थ डे रो थीम कोन अछि? थैंक यू। अच्छा, आर्थ डे आमे केबेठो सेलिब्रेट करि आसुचे? आर्थ डे 1970 मसिया ठुर। अच्छा, नेशनल सिविल सर्विस डे केबे? नेशनल सिविल सर्विस डे केबे? 21 एप्रिल। हु इज द फादर ऑफ द सिविल सर्विस इन इंडिया? भारत रो सिविल सर्विस रो फादर कहा कहबा? कॉर्नवालिस, ओके। अच्छा, पंचायत राज डे आमे केबे सेलिब्रेट सेलिब्रेट करथो? पंचायत राज डे 24 एप्रिल, जेमति कि फॉर्मर प्राइम मिनिस्टर मनमोहन सिंह इंट्रोड्यूस करथिले इन द ईयर ऑफ 2010 रे। अच्छा, वर्ल्ड मलेरिया डे भी लेके? वर्ल्ड मलेरिया डे April 25। थैंक यू। तो ये जो आमे क्लास कले जो माने बैच रे जॉइन करिछो, ओके ओके। जो माने तीनोटी बैच रो समान करंट अफेयर मु दउछि, सीजीएल पिला माने जदि जॉइन करछो किबा प्री प्लस मेन बैच रे जॉइन करछो प्लस रैपिड फायर बैच, तीनोटी बैच रो करंट अफेयर समान। ए बैच रे पीडीएफ सहित और रिकॉर्डिंग क्लास को अपलोड कर देबे। थैंक यू।